ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। ଆଜି ଆମେ ଜାଣିବା ଭୁବନେଶ୍ୱର କିସ୍ ବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସରେ ଆଡ଼ମିସନ୍ କରିବାର ସମସ୍ତ ବିବରଣୀ। ପ୍ରଥମେ ଜାଣିବା କେଉଁମାନେ ଆବେଦନ କରିପାରିବେ। ଦ୍ୱିତୀୟରେ ଜାଣିବା କେଉଁ ଜିଲ୍ଲାର ଛାତ୍ରୀ ଆବେଦନ କରିପାରିବେ। ତାପରେ ଆଡ଼ମିସନ୍ କରିବା ପାଇଁ କେଉଁ ସବୁ ଡକୁମେଣ୍ଟର ଆବଶ୍ୟକ ରହିଛି। ଏସବୁ ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲଟିକୁ ପ୍ରଥମ କରି ଆସିଛନ୍ତି ବା ଆମ ଭିଡ଼ିଓକୁ ଫାର୍ଷ୍ଟ ଟାଇମ୍ ପାଇଁ ଦେଖୁଛନ୍ତି, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ରଖନ୍ତୁ। ତେବେ ଆସନ୍ତୁ ଜାଣିବା 2026-27 ଶିକ୍ଷାବର୍ଷ ପାଇଁ ଭୁବନେଶ୍ୱର କିସ୍ରେ ହେବାକୁ ଥିବା ଆଡ଼ମିସନ୍ ବିଷୟରେ ବା କେମିତି ଆବେଦନ କରିହେବ ତାକୁ ଆସନ୍ତୁ ସମ୍ପୂର୍ଣ୍ଣ ଭାବରେ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ଆବେଦନ କରିବାର ପ୍ରକ୍ରିୟା ଶିଖନ୍ତୁ। ଆଡ଼ମିସନ୍ ପାଇଁ ଆବେଦନ ଆପଣ ନିଜ ମୋବାଇଲରେ ବି କରିପାରିବେ। ସେଥିପାଇଁ ମୁଁ ଡିସ୍କ୍ରିପ୍ସନରେ ଅନଲାଇନ୍ର ଲିଙ୍କ ଦେଇଦେଇଛି। ସେ ଲିଙ୍କରେ ଟଚ୍ କଲା ପରେ ଏଭଳିଆ ଇଣ୍ଟରଫେସ୍ ଆସିବ। ଦେଖନ୍ତୁ, ଏଭଳିଆ ଇଣ୍ଟରଫେସ୍ ଆସିଲେ କ'ଣ କରିବେ, ପ୍ରଥମେ ମାଗିଛି ମୋବାଇଲ ନମ୍ବର, ନିଜର ମୋବାଇଲ ନମ୍ବର ଦେଇଦେବେ। ମୋବାଇଲ ନମ୍ବର ଏଠି ଦେଇ ସାରିଲା ପରେ ତଳକୁ ଦେଖନ୍ତୁ ଆଧାର ନମ୍ବରଟି ମାଗିଛି। ଯେଉଁ ଛାତ୍ରୀଙ୍କର ଆମେ ଆଡ଼ମିସନ୍ କରିବା ବା ଯେଉଁ ଝିଅର ଆଡ଼ମିସନ୍ କରିବାକୁ ଚାହୁଁଛି ତାର ଆଧାର ନମ୍ବରଟି ଏଇଠି ଆମକୁ ଦେବାକୁ ପଡ଼ିବ। ଆଧାର ନମ୍ବର ଦେଇ ସାରିଲା ପରେ ତଳେ ଗୋଟେ କ୍ୟାପ୍ଚା ଅଛି, ଯେଉଁ କ୍ୟାପ୍ଚା କୋଡ଼୍ ଅଛି, କ୍ୟାପ୍ଚା କୋଡ଼୍ଟାକୁ ଫିଲ୍ କଲା ପରେ ଆପଣ ଆବେଦନ କରନ୍ତୁ ଯେଉଁଠି ଲେଖା ହେଇଛି ସବମିଟ୍ ଆପ୍ଲିକେସନ୍, ସେଇଠି କ୍ଲିକ୍ କରିବେ। ତାପରେ ଏଭଳିଆ ଇଣ୍ଟରଫେସ୍ ଆସିବ। ଏଠି ସମସ୍ତ ବିବରଣୀ ଲେଖା ହେଇଛି, ଠିକ୍ ସେ ପଢ଼ିଦେବେ। ତାପରେ ଆବେଦନଟାକୁ ଷ୍ଟାର୍ଟ କରିବେ। ଦେଖନ୍ତୁ ତଳେ ରହିଛି ଆବେଦନକାରୀ ଛାତ୍ରୀଙ୍କ ନାମ, ଛାତ୍ରୀଙ୍କ ନାମ ଦେବେ। ଏଠି ଛାତ୍ରୀଙ୍କ ନାମ ଦେଇ ସାରିଲା ପରେ ତା ତଳେ ଅପସନ୍ ରହିଛି ଲିଙ୍ଗ ବା ଜେଣ୍ଡର, ଖାଲି ମହିଳା ଅପସନ୍ଟି ରହିଛି, ଆପଣ ସେଠି ମହିଳା ଅପସନ୍କୁ ଚୁଜ୍ କରିବେ। ତାପରେ ଛାତ୍ରୀଙ୍କର ଡେଟ୍ ଅଫ୍ ବାର୍ଥ ଦେବେ। ଡେଟ୍ ଅଫ୍ ବାର୍ଥ ଫିଲ୍ଅପ୍ କରି ସାରିଲା ପରେ ତଳେ ଦେଖନ୍ତୁ କେଉଁ ଅନୁସୂଚିତ ଜନଜାତିର ଅନ୍ତର୍ଭୁକ୍ତ, ମାନେ ଆପଣ କେଉଁ ଜାତିରୁ ବିଲଙ୍ଗ କରନ୍ତି ବା ଆପଣଙ୍କର ଜାତି କେଉଁଟା, ସେ ଅପସନ୍ରେ ଚୁଜ୍ କରିବେ। ତାପରେ ତଳେ ପିତାଙ୍କ ନାମ, ମାତାଙ୍କ ନାମ ରହିଛି, ପିତାଙ୍କ ବୃତ୍ତି କ'ଣ, ମାତାଙ୍କ ବୃତ୍ତି କ'ଣ, ସବୁ ଫିଲ୍ଅପ୍ କରି ସାରିଲା ପରେ ନିଜର ଠିକଣା ଫିଲ୍ଅପ୍ କରିବେ। ଯେତେବେଳେ ଜିଲ୍ଲା ଅପସନ୍ରେ ଚୟନ କରୁଛନ୍ତି, ଏଠି ଫୁଲବାଣୀ ଡିଷ୍ଟ୍ରିକ୍ଟ, କଳାହାଣ୍ଡି ଡିଷ୍ଟ୍ରିକ୍ଟ ଏବଂ ବଲାଙ୍ଗୀର ଡିଷ୍ଟ୍ରିକ୍ଟର ଅପସନ୍ ନାହିଁ। ତ ଏଇ ତିନିଟି ଡିଷ୍ଟ୍ରିକ୍ଟକୁ ଛାଡ଼ିଦେଲେ ଓଡ଼ିଶାର ସମସ୍ତ ଜିଲ୍ଲାର ଝିଅ ଆବେଦନ କରିପାରିବେ। ସବୁକିଛି ଏଠି ନିର୍ଭୁଲ ଭାବରେ ଫିଲ୍ଅପ୍ କରିବାକୁ ହେବ। ଦେଖନ୍ତୁ ଏଠି ତାପରେ ଲାଷ୍ଟକୁ ଅଛି ହ୍ୱାଟ୍ସଆପ୍ ନମ୍ବର, ଯେକୌଣସି ଗୋଟେ ହ୍ୱାଟ୍ସଆପ୍ ନମ୍ବର ଆପଣ ଯେଉଁଟା ୟୁଜ୍ କରୁଥିବେ, ଯେଉଁ ହ୍ୱାଟ୍ସଆପ୍ ନମ୍ବର ୟୁଜ୍ କରୁଛନ୍ତି ତାହା ଦେଇଦେବେ। ତାପରେ ଆପଣ କେଉଁ ଶ୍ରେଣୀରେ ନାମ ଲେଖାଇବା ପାଇଁ ଚାହୁଁଛନ୍ତି ସେଇ ଅପସନ୍ଟି କ୍ଲିକ୍ କରନ୍ତୁ। ତଳେ ଲେଖା ଅଛି ଆବେଦନକାରୀ ଛାତ୍ରୀଙ୍କ ଭାଇ କିମ୍ବା ଭଉଣୀ କିସ୍ରେ ଅଧ୍ୟୟନ କରୁଛନ୍ତି କି। ଯଦି କରୁଥିବେ ଆପଣ ହଁ ଅପସନ୍ରେ କ୍ଲିକ୍ କରିବେ, ଯଦି ନାହିଁ, ଯଦି ପଢ଼ୁନଥିବେ ତାହେଲେ ନାହିଁ ଅପସନ୍ରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଆସିଗଲା ଡକୁମେଣ୍ଟ। ପ୍ରଥମେ ଲାଗିବ ଜାତିଗତ ପ୍ରମାଣପତ୍ର, କାଷ୍ଟ ସାର୍ଟିଫିକେଟ୍, ଦ୍ୱିତୀୟରେ ଜନ୍ମ ପ୍ରମାଣପତ୍ର ବା ବାର୍ଥ ସାର୍ଟିଫିକେଟ୍, ତାପରେ ଆଧାର କାର୍ଡ଼ 3 ଜଣଙ୍କର, ଛାତ୍ରୀଙ୍କର, ତାଙ୍କ ମା ବାପାଙ୍କର ଆଧାର କାର୍ଡ଼ ଲାଗିବ। ତାପରେ ଛାତ୍ରୀଙ୍କର 6ଟି ପାସପୋର୍ଟ ଫଟୋ ଲାଗିବ। ତାପରେ
पिता माता और छात्री गोटे फोटो थे सेटा 2टा पासपोर्ट फोटो लगे ए सबू एडमिशन समय लगे आवेदन कला बेले कौन डॉक्यूमेंट लगे ना समस्त ऑप्शन को सठिक भाव फिलअप कर सारा पर देखु जो सबुज ऑप्शन टी रही आवेदन दाखल करूँ से क्लिक कलापर आपणकर एप्लिकेशन सक्सेसफुल हो गला। तेणुक गोटे एप्लिकेशन नंबर आपण मोबाइल शो कर नंबर टी को जत्न रखु यहाँ जिते बड़े आप एडमिशन करेंगे एडमिशन कला बेले यहाँ को दाखल करने को पड़ो। आशा करुँची भिडटी बहुत भल लगी तो ये आमको एडमिशन कौ डेट्रे हम ताहा जड़े ना तो आम केमी जाना चैनल टी को सब्सक्राइब करूँ। सब्सक्राइब कलापर मुझे जनइबी आपण मानक एडमिशन केबे हम कौ डेट्रे हम। रोची नमस्कार।